କରି ସାନ୍ଦୀପନୀଙ୍କ ପୁତ୍ରକୁ ସମର୍ପଣ କଲେ। ଶ୍ରୀକୃଷ୍ଣ ଏବଂ ବଳରାମ ପୁତ୍ରକୁ ଗୁରୁ ଏବଂ ଗୁରୁମାଙ୍କୁ ସମର୍ପଣ କରି ଆଶୀର୍ବାଦ ପ୍ରାପ୍ତ ହୋଇ ମଥୁରାପୁର ଗମନ କଲେ। ଦର୍ଶକ ବନ୍ଧୁ, ଇଏ ତ ଥିଲା 49 ଅଧ୍ୟାୟ ଦ୍ୱାରକା ଲୀଳାର କଥା। ତେବେ ଆଗାମୀକାଲି ଆମେ ଶ୍ରବଣ କରିବା ଶ୍ରୀମଦ୍ ଭାଗବତଙ୍କ 10ମ ସ୍କନ୍ଧ ଦ୍ୱାରକା ଲୀଳା 50 ଅଧ୍ୟାୟ। ଆଉ ସେଥିରେ ରହିଛି ଶ୍ରୀକୃଷ୍ଣଙ୍କ ଆଦେଶରେ ଉଦ୍ଧବଙ୍କର ଗୋପପୁରକୁ ଗମନ ଏବଂ ନନ୍ଦ ଯଶୋଦାଙ୍କ ପ୍ରୀତି ଦର୍ଶନ। ତେବେ ଆପଣମାନେ ଶ୍ରୀମଦ୍ ଭାଗବତଙ୍କ 49 ଅଧ୍ୟାୟ ଦ୍ୱାରକା ଲୀଳା 10ମ ସ୍କନ୍ଧ ଶ୍ରବଣ କରୁଥିଲେ। ଆଜି ବାମନ ଜନ୍ମ। ଆସନ୍ତୁ ଆମେ ଏଥର ଫେରିଯିବା ପୁଣି ବିଷୟବସ୍ତୁକୁ। କେଡ଼େ ସୁନ୍ଦର ଆକାଶ, ଯେଉଁ ଆକାଶକୁ ଆମେ ଦେଖୁଛେ ପୁଣି ପତିତ ପାବନ ମହାପ୍ରଭୁ, ତାଙ୍କ ସହିତ ବଡ଼ ଦେଉଳ। ଆଉ ଏ ନୀଳ ଆକାଶ ତଳେ ବଡ଼ ଦେଉଳ ସତରେ ବଡ଼ ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି। ଆଉ ଏ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଭିତରେ ଆଜି ବାମନ ଭଗବାନଙ୍କର ଜନ୍ମଦିନ। ଆଜି ଦିନଟି ମଧ୍ୟ ସେଇଭଳି ସମସ୍ତେ ବାମନଙ୍କ ଉଦ୍ଦେଶ୍ୟରେ ଆଜି ପ୍ରଣାମ ଜଣାଉଛନ୍ତି, କାରଣ ଆଜି ବାମନ ଦ୍ୱାଦଶୀ। ଜୟ ରୁଗାୟ ଭଗବନ୍ ନୁରୁକ୍ରମ ନମସ୍ତୁତେ, ନମୋ ବ୍ରହ୍ମଣ୍ୟ ଦେବାୟ ତ୍ରିଗୁଣାୟ ନମୋ ନମଃ, ନମସ୍ତେ ପ୍ରଶ୍ନିଗର୍ଭାୟ ବେଦଗର୍ଭାୟ ବେଧସେ, ତ୍ରିନାଭାୟ ତ୍ରିପ୍ରେଷ୍ଠାୟ ଶିପିବିଷ୍ଟାୟ ବିଷ୍ଣବେ। ଜୟ ଜୟ ଶ୍ରୀ ଜଗନ୍ନାଥ, ଜୟ ଜୟ ଶ୍ରୀ ଜଗନ୍ନାଥ, ଜୟ ଜୟ ଶ୍ରୀ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆଜି ସୁନିଆ ପର୍ବ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସୁନିଆ ଅର୍ଥାତ୍ ବାମନ ଜନ୍ମ ନୀତି। ଆଉ ଏ ବାମନ ଜନ୍ମ ନୀତି ଭିତରେ ଆଜି ଗଜପତି ମହାରାଜଙ୍କର ମଧ୍ୟ ସୁନିଆ ନୀତି ପାଳନ। ତେବେ ଭାଦ୍ରବ ମାସ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ପାଳନ କରାଯାଇଥାଏ। ଆଉ ଏହି ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିର ମଧ୍ୟାହ୍ନରେ ନାରାୟଣ ବାମନ ରୂପରେ ଆବିର୍ଭୂତ ହୋଇଥିଲେ। ତେଣୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବାମନ ଭାବରେ ଅଭିହିତ କରାଯାଇ ଆଜିର ଦିନରେ ଶ୍ରୀମନ୍ଦିରରେ ଜନ୍ମ ନୀତି ପାଳନ କରାଯାଏ। ଆଉ ଆଜି ସକାଳ ଧୂପ ଯେତେବେଳେ ପୂଜା ଶେଷ ହେଲା, ତାପରେ ଠାକୁରମାନଙ୍କ ମହାସ୍ନାନ ଏବଂ ସର୍ବାଙ୍ଗ ନୀତି ହେଇ ପୂର୍ବ ଦିନରୁ ଅଧିବାସ ହୋଇଥିବା ପବିତ୍ରା ଲାଗି ଅର୍ପଣ କରାଗଲା। ଏବଂ ତାପରେ ଶ୍ରୀ ବିଗ୍ରହମାନଙ୍କୁ କର୍ପୂର ଲାଗି ବେଶ ବଢ଼ିବା ପରେ ମଧ୍ୟାହ୍ନ ଧୂପ ଉଠିବାର ନୀତି ଏବଂ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଚନ୍ଦନ ଅରଗଳିଠାରେ ସୁଦସୁଆର ପାଣି ପକାଇ ପୋଛା ମାରିବା ପରେ ପୂଜା ପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଲେଖିଥାନ୍ତି। ତାପରେ 3 ବାଡ଼ରେ ଶ୍ରୀ ବିଗ୍ରହମାନଙ୍କର ବନ୍ଦାପନା ଏବଂ କଳସ ବରୁଣ ପୂଜା। ଇତିମଧ୍ୟରେ ଦକ୍ଷିଣ ଘର ଭୋଗ ସରିବା ପରେ ମହାଜନ ସେବକମାନେ କୃଷ୍ଣଙ୍କୁ ରତ୍ନସିଂହାସନରେ ବିଜେ କରାଇବା ପରେ ମୁଦିରସ୍ଥ ସେବକ ଶ୍ରୀଅଙ୍ଗରେ ଧଣ୍ଡି ପ୍ରସାଦ ଲାଗି କରାଇଥାନ୍ତି। ତାପରେ ମହାଜନମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ସର୍ବତ ଭଦ୍ରମଣ୍ଡଳରେ ବିଜେ କରାନ୍ତି। ଆଉ ତା ପୂର୍ବରୁ ଏ ମଣ୍ଡଳରେ ସୁବର୍ଣ୍ଣର ବାମନ ପ୍ରତିମା ବିଜେ କରିଥାନ୍ତି। ଏଠାରେ ଗର୍ଭୋଦକ ନୀତି ଜନ୍ମ ବିଧି ବିଧାନମାନ କରାଯାଇଥାଏ। ତାପରେ କ୍ଷୀର ଲହୁଣୀ କୋରା ମଣୋହି ପ୍ରସାଦ ଲାଗି ଭଣ୍ଡାର ଘରୁ ରୂପା ବଟାରେ ପତି ମହାପାତ୍ରଙ୍କ ହସ୍ତରେ ଶ୍ରୀ ଦୁର୍ଗା ଦେବୀଙ୍କର ବିଜେ, ବସୁଧାରା ଯଜ୍ଞ ପବିତ୍ରା, ଶୀତଳ ଭୋଗ, ପନ୍ତି, ଦୁଗ୍ଧ ମଣୋହି ପ୍ରସାଦ ଲାଗି ବନ୍ଦାପନା ଇତ୍ୟାଦି ଇଏ ନୀତିମାନ ସବୁ ଅନୁଷ୍ଠିତ ହୁଏ। ତେବେ ସନ୍ଧ୍ୟା ଧୂପ ନୀତି ହେଲା ପରେ ଶ୍ରୀମନ୍ଦିରରେ ପାରମ୍ପରିକ ଭାବରେ ଇନ୍ଦ୍ରଧ୍ୱଜ ପୂଜା ଅନୁଷ୍ଠିତ ହୁଏ। ଆଜି ଇନ୍ଦ୍ରଧ୍ୱଜ ପୂଜା, ସେଥିପାଇଁ କାଠ ବାଉଁଶରେ ସପ୍ତମେଘ ପୋତାଯାଏ।
ରୋଷରୁ 2 ଓଳି ଅନ୍ନ ପନ୍ତିରେ ବଢ଼ାଯିବା ପରେ ପୂଜା ପଣ୍ଡା ପଞ୍ଚୋପଚାର ବିଧିରେ ଭୋଗ କରନ୍ତି ଏବଂ ଯେ ବର୍ଷକରେ ଏ ଦିନଟିରେ ହିଁ କେବଳ କୁହାଯାଏ ଯେ ଶଙ୍ଖୁଡ଼ି ଭୋଗ ବାହାରକୁ ଆସିଥାଏ। ତାପରେ ତା ପରଦିନ ମହାପ୍ରଭୁଙ୍କର ହୋଇଥାଏ କ'ଣ ଶ୍ରୀମନ୍ଦିରରେ ବଳି ବାମନ ବେଶ। ତେବେ ଆଜି ପୁଣି ସୁନିଆ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ଏବଂ ଇନ୍ଦ୍ରଧ୍ୱଜ ପୂଜା ତିନିଟି ଯାକ ନୀତି। ଆଜିର ଦିନରେ ବାମନ ଜନ୍ମ ନୀତି ସହିତ ଗରୁଡ଼ଙ୍କର ମଧ୍ୟ ପାର୍ଶ୍ୱ ପରିବର୍ତ୍ତନ ବିଧି ପାଳନ କରାଯାଏ। କାରଣ ଭକ୍ତ କଡ଼ ଲେଉଟେ ଭଗବାନ କଡ଼ ଲେଉଟେଇଲେ କାଲି, ଭକ୍ତ କଡ଼ ଲେଉଟେଇଲେ ଆଜି। ଯାହା ହଉ ଆମକୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ପତିତ ପାବନ। ଗରୁଡ଼ଙ୍କ ଶୟନ ଉତ୍ଥାପନ ନୀତି ଭଳି ପାର୍ଶ୍ୱ ପରିବର୍ତ୍ତନ ନୀତି ମଧ୍ୟ ପାଳନ ହୁଏ। ସେମିତି ସନ୍ଧ୍ୟା ଧୂପ ପୂର୍ବରୁ ସିଂହଦ୍ୱାର ପାଖରେ ଥିବା ମଠ କୋଣରେ କୋଠ ସୁଆଁସିଆ ଗୋଟିଏ କାଠ ଗଳର ସପ୍ତମେଘ ବାଉଁଶରେ ତିଆରି କରିକି ପୋତିଥିବେ। ସନ୍ଧ୍ୟା ଧୂପ ସରିବା ପରେ ଶ୍ରୀମନ୍ଦିରରୁ ପିଢ଼ା, ଘଣ୍ଟି, ଶଙ୍ଖ, ଝରି ଏସବୁ ସେ ସ୍ଥାନକୁ ଆସିକି ପୂଜା ଠା ହେବ। ତାପରେ ଆସ୍ଥାନ ପଡ଼ିଆରି ରୋଷକୁ ଇନ୍ଦ୍ରଧ୍ୱଜ ପୂଜା ସକାଶେ ଭୋଗ ଡାକିଯିବେ। ରୋଷରୁ ମହାସୁଆର 2 ଓଳି ଅନ୍ନ ଆଣିକି ସେଠି ପନ୍ତି ଲଗେଇବେ ଆଉ ସେ ଭୋଗକୁ ପୂଜା ପଣ୍ଡା ପଞ୍ଚ ଉପଚାର ପୂଜାରେ ଭୋଗ କରେଇବେ। ଆଉ ବର୍ଷକରେ କେବଳ ଶଙ୍ଖୁଡ଼ି ଭୋଗ ଗୋଟିଏ ଦିନ ହିଁ ଆସିଥାଏ, ରୋଷ ଭୋଗ, ଯିଏକି ବାହାରକୁ ରୋଷରୁ ଭୋଗ ସରିବା ପରେ ବନ୍ଦାପନା ହୁଏ। ବନ୍ଦାପନା ପରେ ଇନ୍ଦ୍ରଧ୍ୱଜ ପୂଜା ବା ଇନ୍ଦ୍ରଧ୍ୱଜ ବନ୍ଦାପନା ଏହାକୁ କୁହାଯାଏ। ପରମ୍ପରା ଅନୁଯାୟୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ସପ୍ତମେଘ ବନ୍ଧା ହେଇକି ରହିଥାଏ। ଇଏ ହେଉଛି ନୀତି। ବାସ୍ତବରେ ଆଜି ଯେଉଁ ସୁନିଆ ବା ବାମନ ଜନ୍ମ ଉତ୍କଳୀୟ ଧର୍ମ ସଂସ୍କୃତିରେ ବର୍ଷ ସାରା ଅନେକ ପର୍ବପର୍ବାଣୀ ପରମ୍ପରା କ୍ରମରେ ପାଳିତ ହୋଇ ଆସୁଛି। ଆମେମାନେ ମଧ୍ୟ ପାଳନ କରୁଛେ। ମହାପ୍ରଭୁଙ୍କର ଶ୍ରୀମନ୍ଦିର ଭିତରେ ଅନେକ ପର୍ବପର୍ବାଣୀ ପାଳନ କରାଯାଉଛି। ଆସନ୍ତାକାଲି ମହାପ୍ରଭୁଙ୍କର ବାମନ ବେଶ। ତେଣୁ ଆଜି ବାମନ ଜନ୍ମ, ସୁନିଆ, ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ, ଗୁରୁବାର ମାଜଣା ପୁଣି ଆପଣମାନେ ମଧ୍ୟ ଇଏ ନୀତି। ତେଣୁ ଏଠି କାଳକ୍ରମେ ପୂର୍ବ ପ୍ରଚଳିତ ଅନେକ ପର୍ବପର୍ବାଣୀର ମହତ୍ଵ ଲୋପ ପାଇବାକୁ ବସିଲାଣି, ତ ଆଉ କେତେକ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ତାର ମୌଳିକତା ମଧ୍ୟ ହରେଇ ବସିଲାଣି। ତାର ଏକ ଉଦାହରଣ ହେଉଛି ସୁନିଆ ପର୍ବ। ଦୀର୍ଘ 1400 ବର୍ଷ ଧରି ଓଡ଼ିଶାରେ ପାଳିତ ହୋଇ ଆସୁଥିବା ସୁନିଆ ଆଜି ତାର ସତ୍ତା ହଜେଇ ସାରିଲାଣି। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଓଡ଼ିଶା ରାଜାଙ୍କର ନୂତନ ବର୍ଷ ଏବଂ ପୁରୀ ଗଜପତି ମହାରାଜାଙ୍କର ନୂତନ ଅଙ୍କ ପ୍ରଚଳିତ ସୁନିଆ ଉତ୍ସବ ସମଗ୍ର ଓଡ଼ିଶାରେ ଏକ ରାଜକୀୟ ପର୍ବ ରୂପରେ ପାଳିତ ହୋଇ ଆସୁଛି। ସୁନିଆ ଉତ୍ସବ ସହିତ ଭଗବାନ ବିଷ୍ଣୁଙ୍କର ବାମନ ଅବତାର, ଜନ୍ମ ଉତ୍ସବ ଏବଂ ନୂଆଖିଆ ପର୍ବ ଓଡ଼ିଶାର ଲୋକମାନେ ମଧ୍ୟ କିଛି କିଛି ସ୍ଥାନରେ ମହା ଆଡ଼ମ୍ବରରେ ପାଳନ କରିଥାନ୍ତି। ପ୍ରାଚୀନ ଉତ୍କଳର ଗୌରବ ଗାରିମା ଆଜି ଇତିହାସ ପୃଷ୍ଠାରେ ଲୁଚିଗଲେଣି। ଓଡ଼ିଶା ରାଜ୍ୟର ସୀମା ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ଯାଏ ବିସ୍ତୃତ ଥିଲା। ଓଡ଼ିଶା ରାଜ୍ୟର ସୀମା, ଓଡ଼ିଶା ଛୋଟିଆଟିଏ ନଥିଲା। ଆମର ବଢ଼ିଆ କଥା, ତୋ ପୂର୍ବ ପୁରୁଷେ ଜୟ କରିଥିଲେ ଗଙ୍ଗାଠାରୁ ଗୋଦାବରୀ, ତାଙ୍କରି ଔର ସେ ଜନମ ଲଭିତୁ କେଉଁ ଗୁଣେ ତାଙ୍କ ସରି। ଅର୍ଥ ରାଜ୍ୟର ସୀମା ଉତ୍ତରରେ ଗଙ୍ଗା ଏବଂ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ଇଏ ଓଡ଼ିଶାର ରାଜ୍ୟର ସୀମା ବିସ୍ତୃତ ଥିଲା। ଓଡ଼ିଶାର ନୌବାଣିଜ୍ୟ ଏବଂ ମନ୍ଦିର ସ୍ଥାପତ୍ୟ କଳା ଏବେ ମଧ୍ୟ ଓଡ଼ିଆ ପ୍ରାଣରେ ତାର ପୂର୍ବପୁରୁଷର ସ୍ମୃତି ଜାଗ୍ରତ କରାଉଛି। କାଠ ଯାଉଛି ବୁହାଇ। ଓଡ଼ିଶାର ରାଜା ଗଜପତି ରୂପରେ ପ୍ରସିଦ୍ଧ ଥିଲେ। ଗଜପତିଙ୍କ ଅଧୀନରେ ଅନେକ ସାମନ୍ତ ରାଜା ଏବଂ ଜମିଦାର ବିଭିନ୍ନ ଅଞ୍ଚଳରେ ନିଜ ନିଜ ଦାୟିତ୍ୱ ବହନ କରୁଥିଲେ। ଓଡ଼ିଶାର ନୂତନ ବର୍ଷ ବା ସାଲ, ଯିଏକି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଠାରୁ ପ୍ରଚଳିତ ହେବା ସଙ୍ଗେ ସଙ୍ଗେ ଗଜପତି ମହାରାଜାଙ୍କର ସିଂହାସନ ଆରୋହଣର ଅଙ୍କ ବା ବର୍ଷ ଏହି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଠାରୁ ହିଁ ପାଳନ କରାଯାଏ। ପ୍ରତିବର୍ଷ ସୁନିଆ ଗଜପତିଙ୍କର ଯାହାକି ଅଭିଷେକ ହୁଏ ଏବଂ ସେହି ଦିନଠାରୁ ନୂତନ ବର୍ଷ ଗଣନା କରାଯାଏ। ତେଣୁ ଏହି ବର୍ଷ
ଯାହାକି ଏଇ ନୂତନ ବର୍ଷ ଉପଲକ୍ଷେ ରାଜଦରବାରରେ ତଥା ଜମିଦାର ଶିରସ୍ତାରେ ନୂଆ ହିସାବ ଖାତା ପ୍ରଚଳନ ହୋଇଥାଏ। ରାଜା ଓ ଜମିଦାରମାନେ ନୂତନ ବର୍ଷ ଉପଲକ୍ଷେ ସୁନିଆ ଉତ୍ସବ ପାଳନ କରିବା ସହିତ ପ୍ରଜାମାନଙ୍କ ଠାରୁ ନାନା ପ୍ରକାର ଉପଢୌକନ ଭେଟି ଗ୍ରହଣ କରିଥାନ୍ତି। ତାହା ସୁନିଆ ଭେଟି ନାମରେ ପ୍ରଖ୍ୟାତ। ରାଜା ରାଜୁଡ଼ା ଶାସନ ଏବଂ ଜମିଦାରୀ ଶିରସ୍ତା ଉଠିଯିବା ପରେ ସୁନିଆ ପର୍ବର ମହତ୍ତ୍ୱ କ୍ରମଶଃ ଲୋପ ପାଇଛି। କେବଳ ପୂର୍ବ ପରମ୍ପରା ଅନୁସାରେ ପାଞ୍ଜିକାରମାନେ